ଆମେ ବିଶ୍ୱାସ ହିଁ କରିପାରିଲିନି ମୁଁ ଯେ ଏ କାମ ସିଏ କରିଛି ବୋଲି। ମାନେ ଏତେ ଖର୍ଚ୍ଚ କଲା ପରେ ଏତେ ମିଶିଗଲା ଆମ ସାଙ୍ଗରେ ଯେ କି ଆମେ ଜାଣିପାରିଲୁନୁ କେହି। ଝିଅ ପୁରା ଏମିତି ହେଇକି ପଡ଼ିଥିଲା। ଗୋଟେ ଏଇଠୁ ମାଉଁସ ଏତିକ ନଥିଲା, ଏପଟେ କଟା ଦାଗ ମାନେ ଯେତେବେଳେ ଉଠେଇଲେ ଆମେ ଦେଖିଲୁ, ଏପଟେ କଟା ଦାଗ ଆମେ ଦେଖିନଥିଲୁ ହେଲା କି। ଏଇ ବେଗିଆ ହେଇକିରି ଏମିତି ବେକ ମୋଡ଼ି ହେଇକି ପଡ଼ିଥିଲା। ଯେଉଁ 12 ଲକ୍ଷ ସେ କହୁଛି କୌଣସି ବଡ଼ ନାହିଁ। ମୁଁ ଝିଅକୁ ପଚାରିଛି, ମୁଁ କହିଲି ତୁ ପଇସା ଉଠେଇବାକୁ ଯିବୁ କହୁଛୁ, ତାର କୌଣସି ପ୍ରୁଫ୍ ଆମକୁ ଦେଖା, ଆମେ ତୋତେ ପଠେଇବୁ। ତୋତେ ଆମେ କୌଣସି ମତେ ଏକା ପଠେଇବୁ ନାହିଁ। ଗାମୁଛା ପକେଇ ଏମିତି ବଇଛନ୍ତି, କଥାବାର୍ତ୍ତା ହେଇଛନ୍ତି, ତାଙ୍କର ଯୁକ୍ତି ତରକ ହେଇଛି। ତାପରେ ସେ ଯେଉଁ ସୁପର କିଲରକୁ ଯେଉଁ ମଗେଇଥିଲା ସେ ପଛୁଆ ଯାଇକି ହାଣିଛି ଆଉ। ସେ ଗୋଟାଏ ଚୋଟ ପକେଇଛି, ତାପରେ ଇଏ ମାରିଛି ତାକୁ ଆଉ। ନଉଟିକି ଫେରେ ଦେଖିଛି ଆଇଛନ୍ତି ନଉଟିକିରି, କାଳେ ମରିଛି କି ନ ମରିଛି ବୋଲିକିରି ଆଉ। ଫେରେ ଏଇ ହାତରେ 4 ଚୋଟ ପକେଇଛନ୍ତି ଆଉ। ସେ ଯଦି ଭଲ ପାଇଥିଲା ତାକୁ ଆଗରୁ, ଯଦି ସିଏ ତା ସହିତ ବାହାଘର ହଉଛି ବୋଲି ନ ସହି ପାରିକି ମାରି ଦେଇଥିବ। ମୁଁ ବି ଦେଖିନି କିଛି, କିନ୍ତୁ ଏଇଆ ଶୁଣିଛି ଝିଅ ମୁହଁରୁ ଶୁଣିଛି ଯେ ପଇସା ମୋ ନାଁରେ ରଖିଛି, କିନ୍ତୁ କୌଣସିର ପ୍ରମାଣ ଆମ ପାଖରେ ନାହିଁ। ପରିବାର କଥା ଆମେ ତ କହିପାରିବୁନୁ କିଛି, ସେପାରେ ତ କେହି ଏଗୁରା ସବୁ ମିଛ। ଆମେ କୌଣସି ଆମ ପାଖେ ଡକୁମେଣ୍ଟ ହିଁ ନାହିଁ ସେ ଆମ ଝିଅ ନାଁରେ ପଇସା ରଖିଛି କି ଯୋଉ ଜମି କଥା କହୁଛି, କୌଣସି ନାହିଁ ଆମ ପାଖରେ।